যেটা দেবে ମୋ ନାଁ ଦୁଷ୍ମନ୍ତ କୁମାର ପାଢ଼ୀ କୋରାପୁଟ ବାସିନ୍ଦା। ଆମେ ଆଜି କୋରାପୁଟର କିଛି ସଚେତନ ନାଗରିକ ବୁଦ୍ଧିଜୀବୀ ଆସିଥିଲୁ ମହାମହିମ ରାଜ୍ୟପାଳଙ୍କୁ ଭେଟି ଆମର ଦାବିପତ୍ର ପ୍ରଦାନ କରିବୁ ବୋଲି। ଆମର ଥିଲା ଯେ ପ୍ରଥମ କଥା ଆମର ଯେଉଁ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଅଛି ଏଠିକି ପ୍ରଫେସର ମାନେ ଆସୁନାହାନ୍ତି, ଯେଉଁମାନେ ଆସୁଛନ୍ତି ଭିଜିଟିଂ ପ୍ରଫେସର ସେମାନେ ଏଠୁ ପଇସା ନେଉଛନ୍ତି କିନ୍ତୁ ସପ୍ତାହରେ ଗୋଟିଏ ଦିନ ପାଇଁ କେବଳ ଆସୁଛନ୍ତି, ଯାହାଦ୍ୱାରା କି ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉ ଏଠୁ ସବୁ ବିଶାଖାପାଟଣା ରେଫର କରି ସେଠି ଆମର ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି। ତ ତାର ଗୋଟେ ଦାବି ଥିଲା। ଆଉ ଦ୍ୱିତୀୟ ଦାବି ଥିଲା ଯେ ବସଷ୍ଟାଣ୍ଡର ଯେଉଁ ଶୋଚନୀୟ ଅବସ୍ଥା ହେଇଛି ବସଷ୍ଟାଣ୍ଡଟାକୁ ଯଥାଶୀଘ୍ର ତାର ପୁନରୁଦ୍ଧାର କରି ବସଷ୍ଟାଣ୍ଡଟା ଯଦି ନିର୍ମାଣ କରାଯିବ ମାନେ ଲୋକ ବହୁତ ଖୁସି ହେବେ। ସେଇଥିପାଇଁ ଆମର ଦାବିପତ୍ର ଦେବାକୁ ଆମେ ଆସିଥିଲୁ। ଆଉ ଆଶା କରୁଛୁ ମହାମହିମ ରାଜ୍ୟପାଳ ଆମର ଦାବିପତ୍ର ଗ୍ରହଣ କରି ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖି ଆମେ ଦାବିପତ୍ର ଦେଇଛୁ। এইটা ଥିଲା ଗୋଟେ ଡଙ୍ଗରିଆ ମାନଙ୍କର ଯେଉଁଟା ବିଲୁପ୍ତ ହେଲାଣି ତାକୁ ଆଣି ଡଙ୍ଗରିଆର ଗୋଟେ ଉପଡ଼ ହୁକନ ଯେଉଁ ଉତ୍ତରୀୟ ଆମେ ଦେଇଛୁ, ତା ସାଙ୍ଗରେ ଦେଇଛୁ ଆମର କୋରାପୁଟରେ ତିଆରି ହେଇଥିବା ଗୋଟେ ନୋଟବୁକ୍ ଯେଉଁଟାକି ହ୍ୟାଣ୍ଡଲୁମ୍ର ପିଓରଲି ନ୍ୟାଚୁରାଲ ହ୍ୟାଣ୍ଡଲୁମ୍ କପଡ଼ାରେ ତିଆରି, ସେଇଟା ଗୋଟେ ସାର୍ଙ୍କୁ ଉପହାର ସ୍ୱରୂପ ଦେଇଥିଲୁ। ମୋ ନାଁ ହେଉଛି ବିଜୟ କୁମାର ମିଶ୍ର, ଷ୍ଟେଟ୍ ଏକ୍ଜିକ୍ୟୁଟିଭ୍ ମେମ୍ବର। ଆମର ବହୁତ ପୁରୁଣା ସମ୍ପର୍କ। ଆଜି ଆମେ କୋରାପୁଟର କିଛି ପ୍ରୋବ୍ଲେମ୍ ଉପରେ ଆମେ ଆଜି ଭେଟିକିରି ଦେଇଥିଲୁ। କୋରାପୁଟ ମେଡ଼ିକାଲ ଉପରେ ମେଡ଼ିକାଲରେ କିଛି ପ୍ରଫେସର ରହୁନାହାନ୍ତି, କାହିଁକି ଏଇଟା ଆମର ଆଣ୍ଡିବାଡ଼ି ଡିଷ୍ଟ୍ରିକ୍ଟ ଉପରେ ଏଇ ମେଡ଼ିକାଲଟି ନିର୍ଭର କରୁଛି। ତେଣୁ ପ୍ରଫେସର କେମିତି ଏଠି ସବୁ ବହୁତ ସମୟ ଦେଇ ରହିବେ ସେ ଉପରେ ଆମେ ଗୋଟେ ମେମୋର ଆମେ ଦେଇଥିଲୁ ଗଭର୍ଣ୍ଣରଙ୍କୁ। ଏବଂ କୋରାପୁଟର ବସଷ୍ଟାଣ୍ଡ ନିର୍ମାଣ ପାଇଁ ବୋଲି ଯେଉଁ ଲେଟ୍ ହେଉଛି କିଛି ହେବା ପାଇଁ ବୋଲି ଆମର ସରକାର ମଧ୍ୟ ଚାଲିଛି, ସେ ବସଷ୍ଟାଣ୍ଡର ନିର୍ମାଣ ହେବ। କିନ୍ତୁ ବର୍ତ୍ତମାନ ଯେଉଁ ଅତି ଶୀଘ୍ର କେମିତି ହେବ ସେ ବସଷ୍ଟାଣ୍ଡଟି କୋରାପୁଟ ଯେଉଁଠି ଥିଲା ସେଠି ମଧ୍ୟ ହେବା ପାଇଁ ବୋଲି ଆମେ ଆଜି ମେମୋରାଣ୍ଡum ଦେଇଛୁ। ଆଶା ଥିବାରୁ ତ ଆମେ ଆସିକିରି ରାଜ୍ୟପାଳଙ୍କୁ ଦେଇଛୁ। କେତେ ଖୁସି ଅନୁଭବ କରୁଛନ୍ତି? ସେ ତ ବହୁତ ଖୁସି ହେଲେ ଏ ଜିନିଷ ଉପରେ।